ମାନେ ଦେଖନ୍ତୁ ଆଜି ଆମର ମଞ୍ଜା ରେସିପି ରୋଷେଇ ସରି ଯାଇଥିଲା କିନ୍ତୁ ମଞ୍ଜା ଜଣେ ଆଣିକି ଦେଲେ ତ ସେଥିପାଇଁ ମଞ୍ଜାଟା ମୋର ଫେଭରାଇଟ୍ ମୋର ମାନେ ଦେଶୀ ଆଇଟମ୍ ମୋତେ ବହୁତ ଭଲ ଲାଗେ ତ ତାକୁ ମୁଁ ଫୋପାଡ଼ିବାକୁ ମାନେ ନଷ୍ଟ କରିବାକୁ ଚାହିଁନି ନାହିଁ କିଏ ଖାଉ ନ ଖାଉ ମୋତେ ହିଁ ମଞ୍ଜା ବହୁତ ଭଲ ଲାଗେ ତ ତାକୁ ଏମିତି ବଡ଼ ବଡ଼ ପିସ୍ କରି କାଟି ଦେଇଛି କାହିଁକିନା ମୋତେ ଟିକେ କାଟି ଆସେନି ଭଲ ଭାବରେ ମୋତେ ଯେମିତି ଆସେ ମୁଁ ତାକୁ ସେମିତି କାଟିଦେଲି କାହିଁକିନା ମଞ୍ଜାଟା କାଟିବାକୁ ବହୁତ ଟାଇମ୍ ଲାଗେ କାହିଁକିନା ତାର ଯେଉଁ ସୂତା ବାହାରେ ତାକୁ କାଢ଼ିକିରି କାଟିଲା ବେଳକୁ ବହୁତ ଟାଇମ୍ ଲାଗେ ସେଥିପାଇଁ ମଞ୍ଜାଟାକୁ ବି କାଟିବାକୁ ମୋତେ ବହୁତ ସମୟ ଲାଗିଲା ଆଉ ଛୋଟ ଛୋଟ କାଟିଥିଲେ ବହୁତ ସମୟ ଲାଗିଥାନ୍ତା ସେଥିପାଇଁ ମୁଁ ବଡ଼ ବଡ଼ ସାଇଜ୍ର କାଟିଦେଲି ଆଉ ତାକୁ ଟିକେ ଧୋଇ ଧାଇକି ଚିକଣ କରି ରଖିଦେଇକିରି ଏପଟେ ତେଲ ଫୁଟଣ ଆଉ ପିଆଜ ପକେଇକିରି ଆଉ ମଞ୍ଜାକୁ ଯେଉଁ କାଟି ରଖିଥିଲି ତା ଦେହରେ ତାକୁ ପକେଇଦେବା ଆଉ ମଞ୍ଜାରେ ବାସ୍ ଅଳ୍ପ ଲୁଣ ପକେଇବେ କାହିଁକିନା ଦେଖାଯାଉଛି ଥାଳିଏ ମଞ୍ଜା ଭଜା ହେଇଗଲା ବେଳକୁ ଦେଖିବେ କେତିକି ହେଇଯିବ ସେଥିପାଇଁ ଲୁଣ ଫାଷ୍ଟ ଯେତେବେଳେ ମୁଁ ଜାଣିପାରୁନଥିଲି ଲୁଣ ବହୁତ ପକେଇ ଦେଉଥିଲି ଆଉ ଲୁଣିଆ ହେଇଯାଉଥିଲା ସେଥିପାଇଁ ମୁଁ ଆପଣଙ୍କୁ ଆଗରୁ ଜଣାଇଦେଲି ଟିକେ ମଞ୍ଜାଟା ମାନେ ଲୁଣ କମ୍ ପକେଇବେ ବୋଲି କାହିଁକିନା ମୋ ଦେଖରେ ପୁଣି ହଇରାଣ ହେଇଯିବେ ଆଉ ଏତେ କଷ୍ଟରେ ରୋଷେଇ କରିବେ ତା ଲାଷ୍ଟକୁ ମଞ୍ଜାଟା ଖାଇପାରିବେନି ସେଥିପାଇଁ ତାକୁ 5 ମିନିଟ୍ ଆମେ ଘୋରେଇ ରଖିଦେବା ତାପରେ ଦେଖନ୍ତୁ କେତେ ସାରା ମଞ୍ଜା ମୁଁ ଭାଜିଥିଲି କେତେ କମ୍ ହେଇଗଲା ତାପରେ ଆହୁରି ବି ଭଜା ସରିଲା ବେଳକୁ ପୁରା କମ୍ ହେଇଯାଇଥିବ ସେଥିପାଇଁ ପୁରା ମଞ୍ଜା ପୁରା ଟିକେ ହେଇଗଲା ଆଉ ମଞ୍ଜା ଭଜାଟା ବହୁତ ଟେଷ୍ଟି ଲାଗେ ହେଲା ଆଉ ମଞ୍ଜା ଆମର ପୁରା ରେଡ଼ି ହେଇଯାଇଛି ଦେଖନ୍ତୁ ଆଉ ମୋର ଫେଭରାଇଟ୍ ମୋର ମଞ୍ଜା ଭଜା ହେଇଗଲା ଆଉ ମାନେ କିଛି ଦରକାର ହିଁ ନାହିଁ ଯେତିକି ଥିଲା ଆଉ ଟିକେ ଘୋଡ଼େଇ ଘାଡ଼େଇ ରଖିଦେଲି ଦେଖନ୍ତୁ କେତିକି ସାରା ହେଇଗଲା ମଞ୍ଜା ଆଉ ଯଦି ୟା ଦେହରେ ଆମେ ସେଇ ଅନୁସାରେ ମଞ୍ଜା ଲୁଣ ପକେଇବା ତାହେଲେ ମଞ୍ଜା ଖାଇ ହେବ ତ ସେଥିପାଇଁ ମୁଁ ଆଗରୁ ଆପଣମାନଙ୍କୁ ସତର୍କ କରିଦେଲି କାହିଁକିନା ମୁଁ ଫାଷ୍ଟ ତ କରୁଥିଲି ରୋଷେଇ ମୁଁ ଜାଣିପାରୁନଥିଲି ତ ମୁଁ ସେଇ ଯେତିକି କଟା ହେଇଥିଲା ସେଇ ଅନୁସାରେ ମଞ୍ଜା ଭଜା ପକେଇଦେବି ଲୁଣ ତ ଖାଇଲା ବେଳକୁ ଆଉ ଖାଇ ହୁଏନି ସେଥିପାଇଁ ଦେଖିକିରି ଲୁଣ ପକେଇବେ ଆଉ ଆମର ଦେଖନ୍ତୁ ଏଠି ଭଜା ରେଡ଼ି ହେଇଯାଇଛି ଆଉ ଏବେ ଆମେ କଢ଼େଇକି କାଢ଼ିଦେବା ମାନେ ତାଟିଆକୁ କାଢ଼ିଦେବା ତାପରେ ଆମେ ଗରମ ଗରମ ପଖାଳ ସହିତ ଖାଇବା।